ବନ ମୁଁ ଜୀବନ ମୁଁ ସ୍ପନ୍ଦନ ମୁଁ ଈଶ୍ୱରଙ୍କ ଦାନ ବନ ହିଁ ଜୀବନ ବନ ଦର୍ଶନ। ପ୍ରକୃତିର ନୈସର୍ଗିକ ସବୁଜିମାରେ ଭରି ରହିଛି ସଞ୍ଜୀବିତ ଜୀବନର ଅମେୟ ଧାରା। ନିଘଞ୍ଚ ବନାନୀର କୋଣ ଅନୁକୋଣରେ ସ୍ପନ୍ଦିତ ହୁଏ ମାଟିମାର ସେଇ ନୀରବ ଝଙ୍କାର। ତାକୁ ହିଁ ଆଧାର କରି ବାସ୍ତବ ହୁଏ କୋଟି ଜୀବନର ସଞ୍ଚାର। ତେବେ କିଛିଟା ବ୍ୟତିକ୍ରମ ସେଇ ସ୍ୱର୍ଗୀୟ ପ୍ରବାହରେ ଆଣିଦିଏ ବିପର୍ଯ୍ୟୟର ଦାବାନଳ। ଅରଣ୍ୟାନୀର ସବୁଜିମା ଧ୍ୱସ୍ତ ବିଧ୍ୱସ୍ତ ହେବା ସହ ବନ୍ୟଜୀବନ ହୋଇଥାଏ ବିପନ୍ନ। ଆଜିର ବନଦର୍ଶନ ଅଧ୍ୟାୟରେ ଆସନ୍ତୁ ଜାଣିବା ବନାଗ୍ନିର କାରଣ, ପ୍ରତିକାର ଏବଂ ନିରାକରଣ ସମ୍ପର୍କରେ କେତୋଟି ଉପାଦେୟ ତଥ୍ୟ। କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ବାଲିଗୁଡ଼ା ବନଖଣ୍ଡ ଏବଂ ଫୁଲବାଣୀ ବନଖଣ୍ଡର ବିସ୍ତୀର୍ଣ୍ଣ ବନାନୀରେ ବନବାସୀ ଭାବେ ଅବସ୍ଥାନ କରୁଛନ୍ତି ବିଭିନ୍ନ ଆଦିବାସୀ ଜନଜାତି ସମ୍ପ୍ରଦାୟ। କେଉଁ ଅନାଦି କାଳରୁ ପୋଡ଼ୁ ଚାଷକୁ ନିଜର ଜୀବିକା ଭାବେ ଗ୍ରହଣ କରିବା ଫଳରେ ଜଙ୍ଗଲର ଅବକ୍ଷୟ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଜୀବନ ଧାରଣର ମାନ ନଷ୍ଟଭ୍ରଷ୍ଟ ହେବାରେ ଲାଗିଛି। ସେଥିପାଇଁ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ନିଆଯାଉଛି କେତେକ ପ୍ରତିକାରାତ୍ମକ ପଦକ୍ଷେପ, ଯାହା ସେମାନଙ୍କ ଜୀବନରେ ଆଣିପାରିଛି ଏକ ଅଭୂତପୂର୍ବ ପରିବର୍ତ୍ତନ। ମହୁଲ ଫୁଲ ସଂଗ୍ରହ ପାଇଁ ନିଆଁ ଲଗାଇବା, ପୋଡ଼ୁ ଚାଷ ଏବଂ ବନ୍ୟଜନ୍ତୁ ଶିକାର କରିବା ଜଙ୍ଗଲ ନିଆଁର ପ୍ରମୁଖ କାରଣ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଛି ଯୋଜନାବଦ୍ଧ କାର୍ଯ୍ୟକ୍ରମ। ସେଗୁଡ଼ିକ ମଧ୍ୟରେ ଅଗ୍ନି ବିପନ୍ନ ଅଞ୍ଚଳ ଚିହ୍ନଟ କରିବା, ମହୁଲ ଗଛ ତଳେ ନିଆଁ ଲିଭାଇବାର ତ୍ୱରିତ ବ୍ୟବସ୍ଥା କରିବା, ପାଲା ଦାସକାଠିଆ ପଥପ୍ରାନ୍ତ ନାଟକ ସଭା ସମିତି ମାଧ୍ୟମରେ ସଚେତନତା ସୃଷ୍ଟି, ଏଲ୍ଇଡି ମାଧ୍ୟମରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ଚିତ୍ର ପ୍ରଦର୍ଶନ, ମେଗାଫୋନ୍ ସଚେତନତା ଅଭିଯାନ ଆଦି ଅନ୍ତର୍ଭୁକ୍ତ। ତା ଛଡ଼ା ନିଆଁ ଲିଭାଇବା ପାଇଁ ୱାଟର ଜେଟ୍, ୱାଟର ଗନ୍, ୱାଟର ଟ୍ୟାଙ୍କର ଏବଂ କଞ୍ଚା ଡାଳ ମଧ୍ୟ ବ୍ୟବହାର କରାଯାଇଥାଏ। ବିଭିନ୍ନ ବନାଞ୍ଚଳରେ ଦିବରାତ୍ର ପାଟ୍ରୋଲିଂ, ପୋଡ଼ୁ ଅଞ୍ଚଳର ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ଚାରାରୋପଣ ବ୍ୟବସ୍ଥା ପରିସ୍ଥିତିରେ ଅନେକ ସୁଧାର ଆଣିପାରିଛି। ଏଥିପାଇଁ ଗ୍ରାମବାସୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବା ସହ ସେମାନଙ୍କୁ ଶପଥପାଠ ମଧ୍ୟ କରାଯାଉଛି। ନିଆଁ ଚାରିଆଡ଼େ ଲାଗୁଛି, ସେଇ ନିଆଁଟା ଯେମିତି ଜଙ୍ଗଲ ବାହାରକୁ ନ ଯିବ, ଜଙ୍ଗଲ ଭିତରକୁ ନ ଯିବ, ସେଥିପାଇଁ ଆମେ ସମସ୍ତେ ସଚେତନ ହେବା। ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବି ଏବଂ ବନ କର୍ମଚାରୀଙ୍କୁ ଖବର ଦେବି। ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ ଜିଲ୍ଲାର ଜଙ୍ଗଲ ସୁରକ୍ଷା, ବିଭିନ୍ନ ବନାଞ୍ଚଳ, ଅଭୟାରଣ୍ୟ ଏବଂ ଏଥିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ସମ୍ପର୍କରେ ସୂଚନା ଦିଅନ୍ତି। କନ୍ଧମାଳ ଜିଲ୍ଲାରେ ପ୍ରାୟତଃ ଆଦିବାସୀମାନଙ୍କ ସଂଖ୍ୟା 80 ଭାଗରୁ ଅଧିକ। ତା ଭିତରେ ଆଦିମ ଜନଜାତି କନ୍ଧ କିମ୍ବା ଯେଉଁମାନେ କୁଇ, ସେମାନେ ପ୍ରାୟତଃ ପରମ୍ପରାଗତ ଭାବରେ ବାସ କରନ୍ତି। ତାଙ୍କର ପାରମ୍ପରିକ ପ୍ରଥା ଅନୁସାରେ ସେମାନେ ଏଠି ପ୍ରାୟତଃ ପୋଡ଼ୁ ଚାଷ କରିଥାନ୍ତି। ସେଇଟା ହେଉଛି ତାଙ୍କର ଜୀବନ ଜୀବିକା ବୋଲି ସେମାନେ ଆଦିମ କାଳଠୁ ଧରି ଆସିଛନ୍ତି। ଯାହାରି ଫଳରେ ଏଠି ନିଆଁର ପ୍ରଭାବ ଯଥେଷ୍ଟ ଅଧିକା ଦେଖିବାକୁ ମିଳେ ବାଲିଗୁଡ଼ା ବନଖଣ୍ଡରେ। ତେଣୁ ନିଆଁର ପ୍ରାଦୁର୍ଭାବ ଏଠି ବହୁତ ଦିନରୁ ରହିଛି। ତାକୁ ଆମେ ମୁକାବିଲା କରିବା ପାଇଁ ଆମେ ବର୍ଷା ଆରମ୍ଭରୁ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଆମେ ଗ୍ରହଣ କରିଥାଉ। ବାଲିଗୁଡ଼ା ଝିଲଝିରିଗୁଡ଼ା ଗ୍ରାମର ମହିଳାମାନେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ ପୋଡ଼ୁ ଚାଷ ପରିବର୍ତ୍ତେ ସିନ୍ଦୁରୀ ବା ଝାମ୍ପରା ମଞ୍ଜିକୁ ଏକ ଜୀବିକା ଭାବେ ଗ୍ରହଣ କରି ନେଇଛନ୍ତି। ତା ଛଡ଼ା ଜଙ୍ଗଲ ଜମିରେ ଏବେ ସେମାନେ ପଣସ, ପିଜୁଳି, କାଜୁ ଆଦି ଉତ୍ପାଦନ କରି ଆର୍ଥିକ ଦୃଷ୍ଟିରୁ ସଚ୍ଛଳ ହୋଇପାରିଛନ୍ତି। ଆମେ ପୋଡ଼ ଚାଷ କରିକି ବଞ୍ଚୁଥିଲୁ। ଆଉ ମାଆ ମାନେ ବି ହେଲେ ଇଏ ହେଉଥିଲେ, ଫରେଷ୍ଟ ଡିପାର୍ଟମେଣ୍ଟ କହିଲେ ଏ ଚାଷ ଇଏ କର, ପୋଡ଼ ଚାଷ ଛାଡ଼,
ଏଇଟା ନିଜେ କାମ ଧାମ କର, ଯାହା ପଇସା ପତ୍ର ନେଲେ ନିଜେ ବି ଇଏ କରିବ, ଏସିଜି ମାରେ ରଖିବ। ଏମିତି କହିଲା ପରେ ସେଇଟା ଗଛଟା ଲଗା ହେଲା। ଏସିଜି ମା ସଫାସୁତୁରା କଲେ। ଆଉ ଝାମ୍ପରା ଗଛ ଲାଗିଛି, ପଣିସ ଗଛ ଲାଗିଛି, କାଜୁ ଗଛ, ପିଜୁଳି ଗଛ, ତାର ଯାହା ବି ଆଦ୍ୟ ହେଲେ ବିକ୍ରି ହେଉଛି। ଆଉ ଆଗେ କୁଡ଼ ଚାଷ କରିବାର ସା ଏବେ ଇ ଫରେଷ୍ଟ ଡିପାର୍ଟମେଣ୍ଟରୁ ଏ କାମ ସବୁ କରିଛନ୍ତି। ଗଛପତ୍ର ଯାହା ଲଗେଇଛନ୍ତି ତାଇରୁ ଯାହା ବାହାରୁଛି ଫଳ ଆଉ ଇ ଝାମ୍ପରା ସେ ଯାକ ସବୁ ଆଦାୟ କରିକି ଆମେ ଯାହା ପଇସା ରୋଜଗାର କରୁଛୁ। ନିଆଁ ଲାଗିଗଲେ ସେମାନେ ନିଜେ ଲିଭାଇ ପାରୁଛନ୍ତି ଏବଂ ବନ କର୍ମଚାରୀମାନଙ୍କୁ ତୁରନ୍ତ ଖବର ଦେଉଛନ୍ତି। ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘାଟ ଜଙ୍ଗଲ ପରିସରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ବିଭାଗ ଅହୋରାତ୍ର କାର୍ଯ୍ୟ କରୁଛି। କାଞ୍ଜିକଣା ଗ୍ରାମରେ ଚାରାରୋପଣ କାର୍ଯ୍ୟରେ ମହିଳାମାନେ ମଧ୍ୟ ସହଯୋଗ କରୁଛନ୍ତି। ବେଲଘର ବନାଞ୍ଚଳରେ ଗ୍ରାମବାସୀମାନେ ପୋଡୁ ଚାଷ ଛାଡ଼ି ନାନାଦି ଫଳ ଆଦି ଗଛ ଲଗାଇଛନ୍ତି। କ୍ୟାମ୍ପା କାର୍ଯ୍ୟକ୍ରମ ଅଧୀନରେ ବହୁ ସଂଖ୍ୟକ ଚାରାରୋପଣ ହେବା ଫଳରେ ସୃଷ୍ଟି ହୋଇଛି ଅଭିନବ ସବୁଜିମା। ଏଥିପାଇଁ କାଡ଼ାପାନାରେ ଥିବା ସ୍ଥାୟୀ ଚାରା ଉଦ୍ୟାନ ବିଶେଷ ସହାୟକ ହୋଇପାରିଛି। ପୂର୍ବରେ ଏ ଜାଗାରେ ଆମେ ଜଙ୍ଗଲ ସଫା କରିକି ପୋଡ଼ୁ ଚାଷ କରୁଥିଲୁ, ଯାହାଦ୍ୱାରା କି ଏ ଜାଗାଟା ଲଣ୍ଡା ହୋଇଯାଇଥିଲା, କୌଣସି ଗଛପତ୍ର ଭଲରେ ନଥିଲା। ଯାହାଫଳରେ କି ଆମର ଫରେଷ୍ଟ ବିଭାଗ ତରଫରୁ ଏ ଜାଗାରେ ବୃକ୍ଷରୋପଣ କରିଦେଇଛନ୍ତି। ସେଠି ଆମେ କାମ କରିକିରି ଦୁଇ ପଇସା ବି ପାଉଛୁ। ଏଠି ପ୍ରାୟତଃ ଗଛ ଲାଗିଛି, ପଣସ ଗଛ, ଆମ୍ବ ଗଛ, କାଜୁ ଗଛ, ଫଳ ଗଛ ପ୍ରାୟ ଲାଗିଛି। ଆଗରେ ଜଙ୍ଗଲରେ କାମ କରୁଥିଲୁ, ବଗଡ଼ ଚାଷ କରୁଥିଲୁ, ଯେଉଁଟା ଏବେ ସବୁ ବନ୍ଦ ହେଇଗଲା। ଆଉ ଏବେ କିଛି କରୁନୁ। ଏବେ ଆସିକି ଆମେ ସେଣ୍ଟର ନର୍ସରୀକି ଆସିକି ଗଛ ଲଗାଉଛୁ, ସେଣ୍ଟା ଘାସ କାଢ଼ୁଛୁ, ପାଣି ଦେଉଛୁ, ପୁଣି ଗଛ ବଡ଼ ହେଲେ ଜଙ୍ଗଲକୁ ନେଇକି ଲଗାଉଛୁ। ତାପରେ ସବୁ ସେ ଆକାଉଣ୍ଟରୁ ପଇସା ଆସୁଛି। ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟରୁ ୱାନ୍ ଅଫ୍ ଦ ଲଙ୍ଗ୍ ଟର୍ମ मेजर आम करें फर्स्ट डिपेंडेंट कम्युनिटीज को आम तार डिपेंडेंसी कमाइबा एंड जदि डिपेंडेंसी अच्छे आम प्रायोरिटी दौरान नॉन कंजम्पटिव यूज ऑफ फॉरेस्ट डिपेंडेंसी। नॉर्मली विभिन्न योजना आम स्पेशली आमर आम जंगल योजना अच्छी आमर फुलबाणी डिविजन रे ता सहित आम एनजीओ सहित आम कन्वर्जेंस प्रोग्राम थ्रू आम ता सोशल डेवलपमेंट चेष्टा करूँ चेष्टा करिकी सो ता हिसाब से डिपेंडेंसी कमिज। पत्र सबु एकाठी करी निया जालिबा एवं सेगुड़िक लिभाइबा पई आनुषंगिक व्यवस्था करा जाइछि। ए सबु कार्य निरीक्षण पई वाच टावर मान प्रतिष्ठा करा जाइछि। वन अधिकारी माने बायनाकुलर सहायता रे ए सबुर तदारक करि पारुछन्ति। कंट्रोल रूम प्राय 24 घंटा डिवीजन रे फंक्शन करुच्ची। टेक्नोलोजी को आम यूज करूँ निया को लिभापी जहाँ तो पॉइंट आसूँ सैटेलाइट रे जो अच्छी सेंसर बेस्ड रु आम पॉइंट पाचु मोदी कि SNP रु ता बाद मध्य नासार सर्वर को डायरेक्टली आम एक्सेस करके पॉइंट आनला परे ताको आम जंगल निया लिभाऊँ जहाँफल आमर नियार परिमाण कमी जाऊँगी। आम आशा करूँ कि जंगल निया को आम यथेष्ट कम समय ताको आम निज नियंत्रण आनीपर। बेलघर वनांचल वन्यप्राणी तत्वावधारकों कार्यालय जंगल जनजीवन सुरक्षा दिगरे प्रशंसनीय कार्य करुचे। एठारे थिबा नियंत्रण कक्ष वा कंट्रोल रूम दिन राति निरवच्छिन्न भावे एही कार्य सहयोग करुचे। बालीगुड़ा रेंज अधिकारी डी सुभाष चंद्र निजर मतामत दे कहते जंगल निया लागिबार गोटे मुख्य कारण है महुल संग्रह जो थे कि गाँ लोक मैंने महुल गछ तले पड़ता पत्र को निया लगे दिखते और छाड़ी जाते जो द्वारा कि से निया जंगल आड़ को व्यापिक बहुत जंगल नष्ट करता है। यही निया को आम रखापी महुल गचर जो पत्र पड़ुची ताकू आम गाँ लोक को आम सचेतन करुँ और पत्र गुड़ाक
ଗୋଲାକାର ଭାବରେ ତାକୁ ଝାଡ଼ୁ କରି ତାକୁ କଣ୍ଟ୍ରୋଲ ବଣି କରିବା ପାଇଁ କହୁଛୁ, ଯେଉଁଦ୍ୱାରା କି ଯେଉଁ ନିଆଁଟା ଜଙ୍ଗଲକୁ ବ୍ୟାପିବାର ଯେଉଁ ସମ୍ଭାବନା ରହିଛି ତାକୁ ରୋକିବାରେ ଆମେ ଚେଷ୍ଟା କରୁଛୁ। ସାହାଯ୍ୟ କରିବା ପାଇଁ ଆମେ ବି ଅଛୁ। ଯଦି ଛୋଟ ମୋଟ ସାଇଡ଼୍ରେ କେଉଁଠି ନିଆଁ ଲାଗୁଛି ଆପଣ ଭିତରେ ଆପଣ ସ୍କ୍ୱାଡ଼ ବୁଲୁଛି, ବାହାରେ ଆମେ ବି ନିଆଁ ଲିଭେଇ ଦେଉଛୁ। ପାଣି ମାରିବା ଦ୍ୱାରା ଆମକୁ ବି ବ୍ଲୋର୍ ଦିଆଯାଇଛି, ଆମେ ବି ବ୍ଲୋର୍ ଦ୍ୱାରା ନିଆଁ ଲିଭେଇ ଦେଉଛୁ ଏବଂ ଆମ ଯେତେ ସମ୍ଭବ ଆପଣଙ୍କୁ ସାହାଯ୍ୟ କରିବୁ, ସେଥିପାଇଁ ଆମେ ଆପଣଙ୍କୁ ବି ତତ୍ପର ଅଛୁ। ବାଲିଗୁଡ଼ା ତୁମୁଡ଼ିବନ୍ଧ ରେଞ୍ଜର ଡେପୁଟି ରେଞ୍ଜର ରଜନୀକାନ୍ତ ମେହେର ଏ ସମ୍ପର୍କରେ ଅଧିକ ତଥ୍ୟ ଉପସ୍ଥାପନ କରନ୍ତି। ଯଦି ଜଙ୍ଗଲରେ କେଉଁଠି ନିଆଁ ଲାଗିବାର ଆମର ଖବର ଆମେ ଯଦି ପାଇଥାଉ, ଯଦି ସେଇଟା ପବ୍ଲିକ୍ ସୋର୍ସରେ ହେଉ କିମ୍ବା ଆମର କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଆମକୁ ସୂଚନା ମିଳିଥାଏ। ସୂଚନା ମିଳିବା ମାତ୍ରେ ଆମେ ଆମର ଫାୟାର ସ୍କ୍ୱାଡ଼ଙ୍କ ସହିତ ଆମର ଫିଲ୍ଡ ଷ୍ଟାଫକୁ ଆମର ୱାଟର ଟ୍ୟାଙ୍କର ଭାଇକେଲ୍ ଅଛି, ଯୋଦ୍ଧା ଭାଇକେଲ୍ ଅଛି, ସେଇଟା ନେଇକି ମଧ୍ୟ ଯାଇକି ଆମେ ଜଙ୍ଗଲ ନିଆଁକୁ ଆୟତ୍ତ କରୁଛୁ। ଏବଂ ଯଦି କୌଣସି ଆପ୍ରୋଚେବୁଲ୍ ଜାଗା ଥିବ, ରାସ୍ତା କଡ଼ ଜାଗା ଥିବ, ତ ଆମେ ଫାୟାର ଡିପାର୍ଟମେଣ୍ଟ ଷ୍ଟାଫ୍ମାନଙ୍କର ସହଯୋଗରେ ମଧ୍ୟ ଆମେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛୁ। ଏବଂ ପାହାଡ଼ ଟପ୍ରେ ଯେଉଁ ନିଆଁ ଯାକ ଲାଗୁଛି, ଆମର ଫାୟାର ସ୍କ୍ୱାଡ଼ ଅଛନ୍ତି, ତାଙ୍କର ଫୁଲ୍ ଇକ୍ୱିପମେଣ୍ଟ ସହିତ ସେମାନେ ଆମର ଫାୟାର ବ୍ଲୋଅର୍ ନେଇକି ପାହାଡ଼ ଟପ୍କୁ ଯାଉଛନ୍ତି ଏବଂ ଫାୟାର ବ୍ଲୋଅର୍ ଯେଉଁ ଜାଗାକୁ ଆମେ ନେଇ ନ ପାରୁଛେ ସେ ଜାଗାରେ ଆମେ ଗଛର ଡାଳ ବ୍ରାଞ୍ଚ ବ୍ୟବହାର କରିକି ଆମେ ନିଆଁଟାକୁ ବାଡ଼େଇକି ଲିଭେଇବା ପାଇଁ ଚେଷ୍ଟା କରୁଛୁ। ଏବଂ ଆମର ଅନେକ ଜାଗାରେ ନିଆଁକୁ ରୋକିବା ପାଇଁ ଯେଉଁ ଜାଗାରେ ଫାୟାର ପ୍ରୋନ୍ ଏରିଆ ଅଛି, ଆମେ ଫାୟାର ଲାଇନ୍ ଯାକ ଆମେ କ୍ରିଏଟ୍ କରିଛୁ ଏବଂ ଆମେ ଲୋକାଲ ଲୋକମାନଙ୍କୁ ଯେମିତି ନିଆଁ ନ ଲାଗିବ ଏବଂ ନିଆଁ ଲାଗିଲେ ତୁରନ୍ତ ଆମକୁ ଖବର ଦେବା ପାଇଁ ଆମେ ସବୁବେଳେ ଅନୁରୋଧ କରୁଛୁ ଏବଂ ଫାୟାର ଆୱାରନେସ୍ କ୍ୟାମ୍ପ ଯାକ ଜାରି ରଖୁଛୁ। ମୋଷ୍ଟଲି ଆମେ ଗୋଟେ କ୍ୟାଲେଣ୍ଡର ବନେଇଛନ୍ତି, କେଉଁ ଟାଇମ୍ରେ କେଉଁ ଏରିଆରେ ଆସିବାର ଚାନ୍ସ ଅଛି ବେସ୍ଡ ଅନ୍ ଆମର ପାଷ୍ଟ ଡାଟା ଦେଖିକି, ପାଷ୍ଟ ଇୟର୍ ଡାଟା ଦେଖିକି, ପାଷ୍ଟ ଇୟର୍ସ ଡାଟା ଦେଖିକି ଆମେ ଏମିତି କ୍ୟାଲେଣ୍ଡର ବନାଉଛନ୍ତି ତାକି ଆମେ ରିସୋର୍ସ ମୋବିଲାଇଜେସନ୍ ସେନ୍ସିଟିଭ୍ ଟାଇମ୍ରେ ସେନ୍ସିଟିଭ୍ ଏରିଆରେ ଆମେ ମୋବିଲାଇଜ୍ କରୁଛନ୍ତି। ଆଣ୍ଡ ତା ସହିତ ଆମେ ମାର୍କ ଡ୍ରିଲ୍ କରୁଛନ୍ତି ଆଉ ଡିଫରେଣ୍ଟ ଇକ୍ୱିପମେଣ୍ଟସ୍ କେମିତି ୟୁଜ୍ କରିବାର ତାକୁ ବି ଆମେ ଷ୍ଟାଫ୍ମାନଙ୍କୁ ଟ୍ରେନିଂ ଦିଆଯାଉଛି। ଆଣ୍ଡ ୱାନ୍ସ ଫାୟାର ଡିଟେକ୍ଟ ହେଲା ପରେ ଷ୍ଟ୍ରାଟେଜିକ୍ ଲୋକେସନ୍ର ପିଲାମାନେ ୱିଥ୍ ଷ୍ଟାଫ୍ ସେଠି ଆମେ ଫାୟାର ରେସ୍ପଣ୍ଡ କରୁଛନ୍ତି। ରାତି ସମୟରେ ସ୍ୱତନ୍ତ୍ର ଗାଡ଼ି, ବାଇକ୍ ଯୋଗେ ବନ କର୍ମଚାରୀ ଓ ଅଧିକାରୀମାନେ ସମଗ୍ର ଜଙ୍ଗଲ ପରିକ୍ରମା କରି ଆବଶ୍ୟକ ସ୍ଥାନରେ ଅଗ୍ନି ନିର୍ବାପନ କରିବା, ଅତ୍ୟାଧୁନିକ ଉପକରଣ ମାଧ୍ୟମରେ ଏହାର ପ୍ରତିକାର ଏବଂ ପ୍ରତିବିଧାନ କରିବା ସହ କୌଣସି ଅଘଟନ ପ୍ରତି ସତର୍କ ଦୃଷ୍ଟି ରଖିଥାନ୍ତି। ଆମେ ପ୍ରତିବର୍ଷ ଯେତେବେଳେ ଏଇ ନିଆଁ ସିଜନ୍ ଆସେ, ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଆମର ଯେଉଁ ଜଙ୍ଗଲ ଅଞ୍ଚଳରେ ଅଧିକ ନିଆଁ ଲାଗିଥାଏ ସେହି ଅଞ୍ଚଳକୁ ଆମେ ଠାବ କରି ଫାୟାର ଲାଇନ୍ ମାନ ଆମେ ଟାଣିଥାଉ। ଫାୟାର ଲାଇନ୍ ଯେତେବେଳେ ଟାଣୁ ସେତେବେଳେ ଅଧିକ ମାତ୍ରାରେ ପତ୍ର ପଡ଼ିନଥାଏ, କିନ୍ତୁ ପରବର୍ତ୍ତୀ ସମୟ ଯେତେବେଳେ ପତ୍ର ପଡ଼େ ସେତେବେଳେ କ'ଣ ହୁଏ ନା ଆମେ ସେଇ ପତ୍ର ଗୁଡ଼ିକୁ ଆମେ ଗୋଟିଏ ଜାଗାରେ ଗଦେଇ ଆମ ଉପସ୍ଥିତ ରହି ସେଥିରେ ଆମେ ନିଆଁ ଲଗାଇଥାଉ ଏବଂ ଯେତେବେଳେ ପର୍ଯ୍ୟନ୍ତ ଲିଭି ନାହିଁ ସେତେବେଳେ ପର୍ଯ୍ୟନ୍ତ ସେହି ସମୟରେ ଆମେ ଉପସ୍ଥିତ ରହିଥାଉ, ଯାହାଫଳରେ କି ବାହାରୁ କୌଣସି ବ୍ୟକ୍ତି ଯେକୌଣସି କାରକ ଦ୍ୱାରା ନିଆଁ ଲଗାଇବାକୁ ଚେଷ୍ଟା କଲେ ମଧ୍ୟ ସେହି ଫାୟାର ଲାଇନ୍ଟି ଡେଇଁ ଉପରକୁ ଆଉ ନିଆଁ ଯାଇପାରିନଥାଏ। ଫଳରେ ଆମର ଜଙ୍ଗଲ ନିଆଁ ଅଧିକ ମାତ୍ରା ଆମେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିଥାଉ। ଏଥିପାଇଁ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟପାଡ଼ଠାରେ ପଥପ୍ରାନ୍ତ ନାଟକ, ପାଲା, ଦାସକାଠିଆ ଆଦିର ଆୟୋଜନ କରାଯାଇଥାଏ। ତା ଛଡ଼ା ତୁମୁଡ଼ିବନ୍ଧ ବନାଞ୍ଚଳ କାର୍ଯ୍ୟାଳୟରେ ନିୟମିତ ଭାବେ ସୁରକ୍ଷା କର୍ମୀଙ୍କ ପାଇଁ ଆୟୋଜିତ ହୋଇଥାଏ ତାଲିମ ଶିବିର। ଆମେ ପତ୍ର ଗୁଡ଼ାକ ଚାରିଆଡ଼ୁ ଝାଡ଼ୁ କରିଦେବା ଏବଂ ସେଇଟାକୁ ନିଆଁ ଲଗାଇବା, ଆଉ ସେଇ ନିଆଁଟା ଯେମିତି ଜଙ୍ଗଲ ବାହାରକୁ ନ ଯିବ, ଜଙ୍ଗଲ ଭିତରକୁ ନ ଯିବ, ସେଥିପାଇଁ ଆମେ ସମସ୍ତେ ସଚେତନ ହେବା। ମୁଁ ଜଙ୍ଗଲରେ ନିଆଁ ଲଗାଇବି ନାହିଁ, ଜଙ୍ଗଲରେ କାହାକୁ ନିଆଁ ଲଗାଇବାକୁ ଦେବି ନାହିଁ। ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲ୍ଲି
କନ୍ଧମାଳ ଜିଲ୍ଲାରେ ଥିବା ବନଖଣ୍ଡ ସମ୍ପର୍କରେ ବିସ୍ତୃତ ସୂଚନା ଦିଅନ୍ତି। कंधमाल जिले में अधिका फरेस्ट कवर अच्छी एथरे दीटा डिवीजन अच्छा गोटे फुलबानी फरेस्ट डिवीजन आउ गोटे भालीगुड़ा फरेस्ट डिवीजन आम फुलबानी फरेस्ट डिवीजन देखा फुलबानी फरेस्ट डिवीजन सेंट्रल पार्ट ऑफ ओडिशा लोकेट होती एंड हाई आल्टीट्यूड एरिया नॉर्मली इठी आम जियोग्राफी देखिए हाई रेनफॉल परे हाई इंटेंस विंटर परे स्प्रिंग सीजन एंड मॉडरेट समर सीजन अच्छा एंड इटा पहाड़ एरिया और टिके स्टीप स्लोप्स भी अच्छा एंड इटा फर्स्ट देखा इटा मेजरली साल बेस्ड साल डोमिनेटेड ट्रॉपिकल ड्राई डेसिडियस फॉरेस्ट। केन्दुपत्र तोला पाई मध्य जंगल जीवन किछि परिमाणरे संकुचित हो जाए। अधिक केन्दुपत्र तोली नेबा पाई प्रतियोगिता एक भिन्न वातावरण सृष्टि करे। तेबे मंडासारे थिबा पर्यटन कुटीर महिला माननको अनेक परिमाणरे आत्मनिर्भर कराई पारिछि। एठाकर महिला माने कुटीरर जत्न नेबा संगे संगे पर्यटक मानकर सुविधा असुविधा कथा बुझी थांती। परिवेश पर्यटन को एठारे अग्राधिकार दिया जाए। एटा मंडासुर माने ग्रामवासी एठे पोड़ चाष होतिला। इको टूरिज्म जतले एठे माने स्टार्ट हेची आउ एठे पोड़ छेली सब आसीबार बंद हो जाइछि। फॉरेस्ट डिपार्टमेंट माने हमको बहुत ट्रेनिंग देइछंती। बेसी कथा कहछंती ए चाष कर से चाष कर हमको सब विषय से माने सुरक्षा देइछंती। आमे सब भी सुरक्षा करिकि चलेइछु। जो जंगल देखुछंती जंगल रे भी आमे सुरक्षा करूछु। जंगल रो पत्र आनिकी आमे खली सिलाई की टूरिस्ट मान को आमे खाया पीवा को दउछु। से मान को खुशी करिकि छाडुछु। से माने भी आम प्रति बहुत खुशी। इको टूरिज्म प्रोग्राम्स डेवलप करछंती एतिकी तारो नॉन कंजम्पटिव यूज ऑफ फॉरेस्ट रिसोर्स को हमें प्रायोरिटी रे हमें ताकू प्रायोरिटी दउछंती। टेम्परेचर अधिका होछंती ऑक्सीजन अवेलेबिलिटी इज देयर आउ ता सहित फ्यूल लोड अधिका होछंती आ ता सहित इग्निशन फैक्टर रे फॉरेस्ट डिपेंडेंट कम्युनिटीज एंड फॉरेस्ट कवर भी अधिका होछंती। सेतबे एटा हमर फुलबानी रे फॉरेस्ट फायर वल्नरेबिलिटी अधिका होछंती। तापाई आमे ताकू प्रिवेंट करबा पय आर मिटिगेशन करबा पय आमे कोन करछंती लॉन्ग टर्म रे आमे हाईली सेंसिटिव एरियाज मैपिंग करके ताको आमे प्रायोरिटी बेसिस रे सॉइल मॉइस्चर कंजर्वेशन मेजर्स करछंती आउ ता सहित फॉरेस्ट डिपेंडेंसी कम्युनिटी डिपेंडेंसी कमेबा पय आमे विभिन्न योजना रे ताकू साहाय्य करछंती ताकि इग्निशन फैक्टरटा कमी जिवो आउ ता सहित आमे सचेतना प्रोग्राम्स करूछंती आउ विभिन्न कम्युनिटीज एंड स्टेक होल्डर सहित आमे विभिन्न मीटिंग भी करूछंती सो दैट एमिति आमे प्रिवेंट करि पार। रायकिरा वनपाल देवस्मिता मिश्र एठाकर केंद्रीय चारा उद्यान बा नर्सरी एवं आनुषंगिक व्यवस्था संपर्क में मतामत दियंती। एटा होची सेंट्रल नर्सरी राममुंडा रे अछि। एटा मो एरिया रे जाउची आउ एटा टोटल होची 8 हेक्टर एरिया जोथरे कि हमर 2026-27 पय 4टा स्कीम रे वर्तमान काम चलची। कांपा स्कीम रे हमर 35,000 गछ लागिची आउ अन्यत्र जगह रे मध्य कांपा स्कीम रे ही 35,000 गछ चलची। आईजीसी स्कीम रे 90,000 गछ चलची। बीबीजी राम रे मध्य प्लांटेशन नर्सरी काम चलची और आउडे जगह रे मध्य कांपा स्कीम रे 2027-28 पय मध्य एडवांस रे भी 70,000 गछ पय काम चलची। एथरे मोर सिल्वर हुक दोली चंदन रक्त चंदन शाल बाउंस अँला निम्ब ये सब प्रकार गछ लगाई आउ ये सब गछ को लेकिन मु ब्लाड हिल प्लांटेशन आउ विभिन्न प्रकार प्लांटेशन में आम व्यवहार करने जाऊँ। आगरू आमे पड़ चाष करूँ से पड़ चाष आम बंद कलु बंद है आम सेंट्रल नर्सरी फॉरेस्ट एरिया रे काम करूँ सबुदिन काम आसुचु आउ मासक 13,000 होची दिन को मूल्य होची 450 टंका से अनुसार आम चारा बुणुचु से चारा टिके गछ टिके बड़ थी बोले सेटा को गछ लगाउचु तापर से गछ बड़ टिके हैला परे आमे ये गछ
ये रास्ता कड़े लगाऊँ नले बण जंगल लगाऊँ। वनीकरण कार्यक्रम एवं चारा उद्यानर विकास करी स्वयं सहायक गोष्ठीर महिला माने निजर बैंक जमा खातार अर्थराशि पाई पारि थांती। आम ये कम करुचे आ कम भी देखुचे आम भी निजे कम करुचे आड़े जंगल आड़े गछ लगाई जाऊे पैसा बैंक आसी जाऊे। पुराना नुआगाँ ठारे जंगल सुरक्षा पाई ग्रामवासी मानकु शपथ पाठ करा जाउछि। जंगल परिवेश एवं वन्यप्राणी जनैक ग्रामवासी कहन्ति ये जे निया लगुछि ई निया टिके केति प्रतिकार करबो सिलाई ई जंगल जे निया न लागबो सेते लागि विशेष करी हमर जेन ई मौल जेन गुटाउछ ई मौल गुटावा जे मौल गछ जेन लागि थाउछि सी नियाटा लागि लागि हमर पहाड़ पर्वत सब जाके होई जाउछि। तार फल रे आमे काइन ना आमे घरे टिके शांति रे सुई न पारु फैन लागले फैन गरम हवा आसुछि हला एथि लागि मुई समस्त हमर ई हमर पुना नागा समस्त मुई कहूछि जे ई प्रतिकार को टिके सुधारवा पई निजे टिके आमे वनांचल अधिकार को जाके आमे टिके साहाय्य प्रदान करबा। आउ जने महिला ग्रामवासी कहन्ति आमे फॉरेस्ट गार्ड मनर ठारे थाई कि जंगल रे जगी की रहउछु जो पटो निया लागले भी आमे जाई कि लिबाउछु जदी लिबाइबा को न पारुछु बोले से फॉरेस्ट गार्ड मनर बाबू मन को डाकी करी सब निया लिबाई करू। धरमपुर ठारे अनुष्ठित सचेतनता शिविर रे स्कूल रो छोट छोट पिला मानक मध्य सचेतन करा जाई रैली बाहर करा जाउछि। वनवासी सेवा समितिर जने कर्मकर्ता रवींद्र कुमार पंडा निजर कार्यधारा संपर्क रे उल्लेख करथांती। मार्च मास आरंभ हो गले जंगल रे निया लागिबा आरंभ हो जाए एवं आकु प्रतिहत करने वन कर्मचारी माने आमर वनखंड अधिकारी नेतृत्व में जो बलिष्ठ पदक्षेप नहीं था निया को आयत्त करने किंतु चलित वर्ष सौभाग्यर कथा चलित वर्ष सचेतनता कार्यक्रम अधिक होती वनखंड मध्यम जहाँ आम वनवासी समिति सहयोग करी सचेतनता जो यही वर्ष निया जंगल निया लगे निश्चित भाव कमी कारण लोक मानू बुझाया पड़ुची जे लोक जंगल आमर कौन उपकार आसे से जदिव समस्ते जानी तथापि बारंबार जंगल संपर्क में लोक मानू बुझाया द्वारा लोक मान मनरे गोटे आंदोलन यहाँ जंगल को निया दाउ रक्षा करने गोटे आंदोलनात्मक पंथा अवलंबन करने द्वारा यही चलित वर्ष कमी कारण देखा जाइए जे वन कर्मचारी मान साथी आउ अन्य माने जो भाई अक्लांत परिश्रम करती राति अनिद्रा रही आपको निया को आयत्त करती निश्चित भाव बहुत कष्टदायक। वनवासी सेवा समितिर कर्मकर्ता रवींद्र कुमार पंडा निजर कार्यधारा संपर्क रे उल्लेख करती। जंगल सुरक्षा जीवन रक्षा माटीर संरक्षण जल संरक्षण एवं वन्यजंतु संरक्षण गोटे सूत्र बंधा हो रही एसबूर समन्वय रे जीवन सबु दृष्टि समन्वित एवं संस्थापित। आसंतु ना सबुजीमार विस्तार दिगरे आमे समस्ते सहयोग करिबा। शत ए जंगल निया 100% ए जंगल निया मनीष कृत लो मनीष कृत लो मनीष कृत मिछ नुहे जमा कथाटी सत मिछ नुहे जमा कथाटी सत। जानी जानी अबा अजाणते हे मनीषक जगु जल ए बण गछलता सबु औष हुअन्ति पशु पक्षी केते हरान्ति प्राण स्वार्थ पाई आजी जंगल को जालु स्वार्थ पाई आजी जंगल को जालु अंत संत काली हेबा निश्चित मिछ नुहे जमा कथाटी सत
ମିଛ ନୁହେଁ ଜମା କଥାଟି ସତ। ଜଙ୍ଗଲ ନିଆଁକୁ ଆୟତନ କଲେ ପ୍ରକୃତି ରଚିବ ତାଣ୍ଡବ ଲୀଳା। ପ୍ରଦୂଷଣ ଦେବ କଷଣ ଆମକୁ ବଳେଇ ପଡ଼ିବ ଜୀବନ ଜଳା। ଆଇନି ହାତରେ ଦେବାରେ ଧରାଇ ଆଇନି ହାତରେ ଦେବାରେ ଧରାଇ ନିଆଁ ଲଗାଏ ତ ଯେଉଁ ଦୁର୍ବୃତ୍ତ। ମିଛ ନୁହେଁ ଜମା କଥାଟି ସତ ମିଛ ନୁହେଁ ଜମା କଥାଟି ସତ। ଏ ବଣ ଜଙ୍ଗଲ ଜୀବନ ଆମର ତା ସୁରକ୍ଷା ପାଇଁ ଶପଥ ନେବା। ଜଙ୍ଗଲରେ ନିଆଁ ଦେଖିଲେ ତ କାହିଁ ବନ କର୍ମୀଙ୍କୁ ତ ଜଣାଇ ଦେବା। ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ସଦା ଜାଗ୍ରତ। ମିଛ ନୁହେଁ ଜମା କଥାଟି ସତ ମିଛ ନୁହେଁ ଜମା କଥାଟି ସତ।